हे बर मिथिलावासी प्रजाबृंद एवं पात्र मंत्रीगण समस्त शुण आज मोर माँ अलिअली कन्या जानकीर स्वयंवर दिवस शुण पात्र मंत्री मोहि किंपा कली पाण केहि हेले भांगी न पारिले सरासना दशानन परशुराम सहस्र अर्जुन पछ घुंचा देई गले एठू पळाइना मोर निमंत्रित राजा मान को सम्मान पूर्वक आसन बस मंत्री आज्ञा आमर सब राज्य मान को निमंत्रण दि जाइथिले तो आज्ञा प्रत्येक राज्य रे प्रत्येक राजा मान को निमंत्रण हो जाइछि राजा मान आसुथिबे आपण के अपेक्षा करत आज्ञा बसंत आज्ञा आसी पहुंची जिवे बसंत आज्ञा लाइट माइक करंट को हाथ मारिक नमस्कार हो कौन आज्ञा मुझे आपण को पचार
ଉପରକୁ କଣ ଲାଇଟ୍ କି ନମସ୍କାର ଆଜ୍ଞା ମୁଁ ଆପଣଙ୍କୁ ପଚାରୁଛି ହାଏ, କଣ ଶୁଣୁ ହେଲା ଆଜ୍ଞା ମୁଁ ଆପଣଙ୍କୁ ପଚାରୁଛି ଆପଣ ଶୋଇବା ଲୋକକୁ ଉଠେଇକି ନମସ୍କାର ହଉଛନ୍ତି ମତେ କହୁଛ ଆଉ କାହାକୁ କହୁଛି ଆପଣଙ୍କୁ କହୁଛି ହେତୁବେଳେ ମତେ ଡାକୁଥିଲ ଆଜ୍ଞା ଆଜ୍ଞା ମୁଁ କହିଲି କିଏ ଡାକୁଛି ମୋ କାମରେ ବିଗ୍ରହ ଘଟେଇଲା ଆଚ୍ଛା। ଏଇ ନମସ୍କାର କଥା କହୁଛ ହଁ, ଆଜ୍ଞା। ଏଗୁଡ଼ା ଆଭିଜାତୀୟ ଅଛି ଆମର ଯିଏ ଶୋଇଥିବ ତାକୁ ନମସ୍କାର ପିଲାମାନଙ୍କୁ ନମସ୍କାର ବଡ଼ମାନଙ୍କୁ ନମସ୍କାର ଏଗୁଡ଼ା ଅଭିଶାପ ପାଇଯାଇଛି ଆମ ବଂଶଗତରେ ପିଲାମାନଙ୍କୁ ନମସ୍କାର ହବ ହଁ 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 ଲାଇଟ୍ ମାଇକ୍ କରେଣ୍ଟ ଯାହାକୁ ଦେଖିବି ତାକୁ ହେବି ଏମିତି ନମସ୍କାର ହଁ। ବଂଶର ଆମ ଅଭିଯାନ ଜେଜେ ବାପା ଆଚ୍ଛା। ତା ବାପା ଗୋଟେ ଅଭିଶାପ ପାଇଯାଇଥିଲେ ଆଚ୍ଛା ଆଚ୍ଛା ଯୁଆଡେ ଦେଖିବି ଖାଲି ହେବି ହଁ ହଁ ଆଜ୍ଞା। ଦେଖିକି ତ ଆପଣ ଆସିବାର ଅଭିପ୍ରାୟ ମୁଁ ଯୋଉ ଆଇଛି କହୁଛ ହଁ ଆପଣ ଠିକ ଅଛି। ବାହା ହେଇନି କାହାକୁ ବାହା ହେବେ କାହାକୁ ବାହା କାହାକୁ ବାହା ହେବାକୁ ଆସିଛନ୍ତି ତମ ରାଜ୍ୟକୁ ଆଇଛୁ ବାହା ହବାକୁ ଆମ ରାଜ୍ୟକୁ ଆସିଛନ୍ତି କିନ୍ତୁ କାହାକୁ ବାହା ହେବେ ତ ରାଜା ଗୋଟେ ପଣରେ ରଖିଛନ୍ତି ଧନୁ ରାଜା ଗୋଟେ ପଣୁଷ ରଖିଛନ୍ତି ଏ କାଲା ନା କଣ ହେଇଯାଉଛି ଆରେ ପଣୁଷ ନୁହଁ ହଁ ତମ ମହାରାଜ ଜନକ ହଁ ଗୋଟେ ଶିବ ଧନୁ ପଣରେ ରଖିଛନ୍ତି ଆଚ୍ଛା ଆଚ୍ଛା ଯିଏ ସେ ଶିବ ଧନୁକୁ ଭାଙ୍ଗିବ ହଁ। ତାଙ୍କର ଅଲିଅଳି କନ୍ୟା ସୀତା ହଁ। ତାକୁ ବିବାହ ହବ ଆଚ୍ଛା। ନୂଆ ଯିବା ତାହେଲେ ଆପଣ ଆସିଛନ୍ତି ଶିବଧନୁ ଭାଙ୍ଗିବେ ସୀତାଙ୍କୁ ବିବାହ କାଇଁ ଭରସା ପାଉନି ବର୍ଷା ପାଉଛି ଆପଣ କେଉଁ ଦେଶରୁ ଆସିଛନ୍ତି ଦେଶଟା କହିବାକୁ ହଁ ଆଜ୍ଞା ଜାଣିବାନି କେଉଁ ଦେଶରୁ ଆସିଛନ୍ତି ଠିକ ଜାଣିବେ କଥା ହଁ, ଦେଶ ନା କହିଲେ ଯାହା ଯୌତୁକ ନେଇକି ଯିବ ଆଜ୍ଞା। ଘରେ ଗାଡି ବୁଲ ହବ ମଗଧ ଆପଣ ଗଧ ଦେଶରୁ ଆସିଛନ୍ତି ଏଇଟା ସୁଗୁନି ମୋଟା ଆଉ ହେଇଟା ହଉଛି ମଗଧ ମଗଧ ଦେଶରୁ ଆସିଛନ୍ତି ଏତେ ଶୁଖିଲା। ଆଜ୍ଞା ଆପଣ ଏତେ ଦୂରରୁ ଏତେ ଶୀଘ୍ର ଆସି ପହଞ୍ଚିଗଲେ ଘୋଡ଼ାରେ ଆପଣ ଘୋଡ଼ା ଆଣିଛନ୍ତି ଏଇ ଘୋଡ଼ାରେ ଆସିଛନ୍ତି ହେରି। ଘୋଡ଼ାରେ ଆଜ୍ଞା କେତେ ଘୋଡ଼ା ଆପଣ ରଖିଛନ୍ତି ଘୋଡ଼ା ଯାହାହେଲେ 100-150 ଘୋଡ଼ା ଅଛନ୍ତି ସବୁ ଘୋଡ଼ାରେ ବସି ପଡୁଛି ଆପଣ ପାଟି ଶୁଣିଲେ ବୋବଉଛନ୍ତି ଆଉ ଆଜ୍ଞା ଆପଣ 100-150 ଘୋଡ଼ା ରଖିଛନ୍ତି ନିଶ୍ଚିନ୍ତ ଘୋଡ଼ା କ୍ଷୀର ପିଉଥିବେ ସଂସାରରେ କିଏ ଘୋଡ଼ା କ୍ଷୀର ପିଏ କାହିଁକି ଘୋଡ଼ା କଣ କ୍ଷୀର ଦିଅନ୍ତି ଏତେ ଘୋଡ଼ା ରଖିଛନ୍ତି ଆପଣ ଘୋଡ଼ା କ୍ଷୀର ଖାଉନାହାନ୍ତି ଆରେ ଘୋଡ଼ା କଣ କ୍ଷୀର ଦିଏ କାହିଁକି ଦବନି ଘୋଡ଼ା କ୍ଷୀର କଣ ମଣିଷ ପିଅନ୍ତି ମୁଁ ପିଉଛି ଘୋଡ଼ା କ୍ଷୀର ତମେ ଘୋଡ଼ା କ୍ଷୀର ପିଉଛ ହଁ ମୁଁ ପିଉଛି ହଁ ନା ଏମ ମିଛ କଥା ମିଛ କଥା ଆଉ ଘୋଡ଼ା କ୍ଷୀର ପିଉନ ତମ କେମିତି ଘୋଡ଼ା କ୍ଷୀର ପିଉଛି ଜାଣିଛ କେମିତି ଆମର ଗାଈ ରଖିଛୁ ଗାଈ ଠାରୁ କ୍ଷୀର ଦୁହୁଛୁ ତାକୁ ଗରମ କରୁଛୁ ଗରମ ଥିବା ଅବସ୍ଥା ତାକୁ ଘୋଡ଼ଉଛୁ ଥଣ୍ଡା ହେଲା ପରେ ତାକୁ ଆଡ଼ଉଛୁ ସେଇଟା ଘୋଡ଼ା କ୍ଷୀର ହେଲାନି ଏବେ ହେଇଛି ଘୋଡ଼ା କ୍ଷୀର ତମେ ଆପଣ ଘୋଡ଼ା କ୍ଷୀର ପିଉଛୁ ମୁଁ କହିଲି ତାହେଲେ ଆପଣ ମଗଧ ଦେଶରୁ ଆସିଛନ୍ତି ସୀତାଙ୍କୁ ବିବାହ ଶୁଣ ହେ ଜନ ଶୁଣ ଏ ଯେ ମଗଧ ରାଜା ଏ ଯେ ସେ ଫେର ଅପମାନ୍ୟ ଆହୁରି ଏ ଯେ ମଗଧ ରାଜା ଶୁଣ ହେ ଜନ ଶୁଣ ହଏ ତୁମ୍ଭ କଥା ଶୁଣି ମତେ କଥା ଶୁଣିକି ତମକୁ ଭଲ ଲାଗିଥିବ ବାହାବାକୁ ଆସି ତ କଣ ଲାଗୁଛି ଜାଣିଛ କଣ ଲାଗୁଛି ଭଲ ଲାଗିଥିବ କହିବି କହୁନ ହଏ ତୁମ୍ଭ କଥା ଶୁଣି ମତେ ଟିକେ ଲାଗୁଛି ଲାଜ ଶୁଣ ଆଜ୍ଞା ଲାଜ ଲାଗିବା କଥା କାହିଁ କହିଲି ଲାଜ କାହିଁ ଲାଗିବ ଆପଣଙ୍କ ପୂର୍ବରୁ 3 ଥର ସ୍ୱୟଂବର ସଭା ଆମ ମହାରାଜା ଡକେଇଥିଲେ ହଁ ହଁ ବହୁତ ବଡ ବଡ କ୍ଷତ୍ରିୟ ମାନେ ଆସିଥିଲେ ମୋ ଭଳିଆ କିଏ ଆସିନଥିଲେ କେହି ହେଲେ ଶିବଧନୁ ଭାଙ୍ଗି ନ ପାରି ସମସ୍ତେ ନତମସ୍ତକରେ ଫେରିଛନ୍ତି ମୁଁ ବୋଧେ ଯାଇନଥିଲି ଲାଗୁଛି ଏ ଆପଣ କଥା ଜାଣିନଥିଲେ ନାଇଁ, ନାଇଁ। କିନ୍ତୁ ଆପଣ କହିଛନ୍ତି ଧନୁ ଭାଙ୍ଗିଦେବି ସୀତାଙ୍କୁ ବାହାଇ ପଡିବି ଦେଖୁ ଟେଷ୍ଟ କର ଆପଣ ଯେହେତୁ ପହଞ୍ଚିଛନ୍ତି ହଁ, ହଁ। ଶୁଭ ମୁହୂର୍ତ୍ତରେ ଆସିଛନ୍ତି ହଁ, ହଁ। ଆପଣ ଆସନ ଅଳଙ୍କୃତ କରି ବସି ଯାଆନ୍ତୁ ଆପଣଙ୍କ ପାଳି ପଡିଲେ ଧନୁ ଭାଙ୍ଗିବେ ଆମର ବହୁତ ରାଜା ନିମନ୍ତ୍ରଣ ଅଛନ୍ତି ବସନ୍ତୁ ଆଜ୍ଞା Three,
महामंत्री महामंत्री हाँ 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 कोठी ସେଠି ତମ ଆଗରେ हाँ देखा ଦେଖାଗଲା कौन पे डॉक्टर जाय भला घर थई ଆପଣଙ୍କୁ ଡକା ହେଇଥିଲା आउ ଆପଣ ଜାଣିନାହାନ୍ତି हैं ଆପଣ ନିମନ୍ତ୍ରଣ କାର୍ଡ ପାଇଥିବେ हाँ हाँ कार्ड पाइछ କାର୍ଡରେ କ'ଣ ଅଛି ଜାଣିଥିବେ ତ कोटे शिवधनु भांगिले सीता को बाहा ଆଚ୍ଛା ଆଚ୍ଛା कौन लिखा ଆପଣ ତାହେଲେ ଜାଣିକି ଶିବଧନୁ ଭାଙ୍ଗିବାକୁ ଆସିଛନ୍ତି हाँ ଆଜ୍ଞା ଆପଣ ଏମିତି ହଲୁଛନ୍ତି କାହିଁକି महल टिके भी दे ଭୁଲ ପିଇ ଦେଇଥିଲି ନାଇଁ ନାଇଁ ଫାଟି କରିନି ଆପଣ କେଉଁ ଦେଶରୁ ଆସିଛନ୍ତି मु ହଁ विशाल तेजी ତେଜି ଦେଶରୁ ଆପଣ ସେଥିପାଇଁ ହଲୁଛନ୍ତି ଆଉ ଦେଖ ତେଜି ନୃପବର ହେଉଛନ୍ତି ଥରହର ହେଉଛନ୍ତି ଥରହର ଧନୁ ଦେଖିଲେ ତୁ ଭର खाली धंडा देखाई दिया କଣ ହବ ଜାଣିଛ କିଛି ହବନି ହଁ ଧନୁ ଦେଖିଲେ ତୁ ଭର ଉଡ଼ି ଯିବଟି ତେଜ ସୁର ହଉ ଆଜ୍ଞା ଆପଣ ଆଉ ଏମିତି ହଲନି ଆପଣ ବସନ୍ତୁ ସ୍ଥାନ ଅଳଙ୍କୃତ କରି ବସିବେ। ଭୋଜି ଭାତ ହେଇ ସବୁ ହେଇଛି ଆଜ୍ଞା ବସି ପଡ଼ନ୍ତୁ ବସନ୍ତୁ ଆଜ୍ଞା ଆଜ୍ଞା ଆପଣ ଆସିବାର ଅଭିପ୍ରାୟ ଉଦ୍ଦେଶ୍ୟ କାରଣ ଏଠାରେ ଜନକ ସୀତା ସ୍ୱୟଂବର ଚାଲିଛି ଆଚ୍ଛା ଆଚ୍ଛା ଜନକ ରାଜା ମତେ ନିମନ୍ତ୍ରଣ କରିଛନ୍ତି ଆଚ୍ଛା ଆପଣ ନିମନ୍ତ୍ରଣ କାର୍ଡ ପାଇ ଏଠାକୁ ଆଗମନ ହୋଇଛନ୍ତି ତାହେଲେ ଆପଣ କେଉଁ ଦେଶରୁ ଆସିଛନ୍ତି ମଗଧ ଦେଶର ରାଜା କୋଉଟା ମଗଧ ଦେଶର ରାଜା ଆଜ୍ଞା ମଗଧ ଦେଶର ରାଜା ମଗଧ ଦେଶରେ କେତେ ଜଣ ରାଜା ଅଛନ୍ତି ମଗଧ ଦେଶର ରାଜା ଜାଣିନ ଜାଣିଛି ଆଜ୍ଞା ପ୍ରଥମେ ଜଣେ ଆସିଲେ ମଗଧ ଦେଶ କହିଛନ୍ତି ସେ ବସିଛନ୍ତି ଆପଣ ତୃତୀୟରେ ଆସୁଛନ୍ତି ମଗଧ ଦେଶରେ କହୁଛନ୍ତି ମଗଧ ଦେଶ କେତେଟା ଅଛି ମତେ ଟିକେ କହିପାରିବେ କି ଆରେ ଦୁଇଟା ଅଛନ୍ତି ଆଚ୍ଛା ଆଚ୍ଛା ଗୋଟେ ଗାଁରେ କେତେ ନାଁ ଅଛି ଜାଣିଛୁ ଆଚ୍ଛା ଆଚ୍ଛା ତାହେଲେ ମଗଧ ଦେଶ ଦୁଇଟା ଅଛି ହଁ ସେଟା କୋଉଠୁ ଉପସ୍ଥିତ ସିଏ ଗଧ ଦେଶର ରାଜା ମୁଁ ମଗଧ ଦେଶର ରାଜା ଆପଣଙ୍କ ନାଁଟା କଣ ମୋ ନାଁଟା ହଉଛି ମଗଧ ବିଶାଳ ମହାର୍ଜେଜୀ ରାଜନ କଣ କଣ ମଗଧ ଦେଶର ବୁଝି ହଉନି ଆଜ୍ଞା ଭଲରେ କୁହନ୍ତୁ ଯେ ନାଁଟା ଜାଣିବେ ନା ମୋ ନାଁଟା ହଁ ହଁ ମୋ ନାଁ ହେଉଛି ବୀରଭଦ୍ର ବୀରଭଦ୍ର କେତେ ପ୍ରକାର ନାଁ କହୁଛନ୍ତି ଆପଣଙ୍କ ବାପାଙ୍କ ନାମ କଣ ତାଙ୍କ ନାଁ ହଉଛି ମହେନ୍ଦ୍ରପାଳ ମହେନ୍ଦ୍ରପାଳ ବୀରଭଦ୍ର ହଉ ଆଜ୍ଞା ଥାଉ ଆପଣ ଆଗକୁ ଆଉ ଗଲେ ଆହୁରି ଭୁଲ ହେଇଯିବ ମଗଧ ଦେଶ କହିଲେଣି ନାଁ ଗୁରା ଭୁଲ ଭାଲ କଲେଣି ଆପଣ ଆସିଛନ୍ତି ତାହେଲେ କୁଆଡ଼େ? ଧନୁ ଭାଙ୍ଗିବି ଧନୁ ଭାଙ୍ଗିବ ଆଇ ତୁମେ କି ଧନୁ ଭାଙ୍ଗିବ ଶୀତୟାକୁ ବିବାହ ଶୀତୟାକୁ ବିବାହ କଣ କହିଲ ମୁଁ ଅଲାଜୁକ ଏଡେ ଓଲା ଯୁକ ତୁମ୍ଭେ ଟିକେ ନାହିଁ ଟିଲା ଦो ଆପଣ ଯେହେତୁ ଆସିଛନ୍ତି ଭୁଲ କୁହନ୍ତୁ ବା ଠିକ କୁହନ୍ତୁ ଯେହେତୁ ଶୁଭ ମୁହୂର୍ତ୍ତରେ ଆସି ପହଞ୍ଚିଛନ୍ତି ସେଟା ଆମର ଭାଗ୍ୟର କଥା ଆପଣ ଆସନ ଅଳଙ୍କୃତ କରି ବସିଯାଆନ୍ତୁ ଆପଣ ପାଳି ପଡ଼ିଲେ ଧନୁ ଭାଙ୍ଗିବେ ବସନ୍ତୁ ଆଜ୍ଞା
ଦେବି ଆଜ୍ଞା ରୁହନ୍ତୁ ହାଣିଦେବେ ରୁହନ୍ତୁ ଅସୁବିଧା ଅସୁବିଧା କ'ଣ ଅଛି କ'ଣ ହେଇଛି କ'ଣ ଗୋଡ଼ ହାତ ଦଳାଦଳି କରିକି ପଳେଇ ଆଇଲ ଆପଣଙ୍କୁ ଚକଡ଼ି ଦେଲେ ହଁ ଆଜ୍ଞା ସେଥିପାଇଁ ଗୋଟେ ତରୁଆଲ ଧରି ଧାଇଁଛନ୍ତି ହାଣିଦେବା ପାଇଁ ଆଜ୍ଞା ଥଣ୍ଡା ହୁଅନ୍ତୁ ବସନ୍ତୁ ଆଜ୍ଞା ବୁଝିବା ଆଜ୍ଞା ବୁଝିବା କିଏ ସେ ମୁଁ ତ ଜାଣିନି ଆପଣ ବସନ୍ତୁ ଆଜ୍ଞା ଆପଣଙ୍କୁ ପଚାରୁଛି ଓଟ ଭଳିଆ ଉପରକୁ ଅନେଇକି ରଜା ମହାରାଜ ଫେର ଚକଟିବ ଆଜ୍ଞା ମୁଁ ଆପଣଙ୍କୁ ପଚାରୁଛି ଉପରକୁ ଅନେଇକି ଯାଉଛନ୍ତି ଓଟ ଭଳିଆ କାହିଁକି କି ଆଶ୍ଚର୍ଯ୍ୟ କଥା ଏ ଲୋକ ଉପରକୁ ଦେଖୁଛି ମଣିଷକୁ ଅନେଇବାର ନାହିଁ ଆଜ୍ଞା ମୁଁ ଆପଣଙ୍କୁ ପଚାରୁଛି ଆପଣଙ୍କୁ ପଚାରୁଛି ଆପଣ ଉପରକୁ ଅନେଇକି ରାଜା ମହାରାଜାଙ୍କୁ ଚକଡ଼ା ଦଳ କରିସାରିଲେ ସେ ଆପଣଙ୍କୁ ହାଣିବା ପାଇଁ ତରୁଆ ଲଉଟେଇଛନ୍ତି ଦେଖ ତଳକୁ ଟିକେ ଅନେଇକି ଦେଖ କଥା ବସୁଛନ୍ତି ରାଜା ମାନେ ତାଙ୍କୁ ଚକଡ଼ା ଦଳ କରିସାରିଲେ ଫେର ଉଣ୍ଡୁଛ ପାଟି ପିଟି ନା କଣ ମୁଁ ଆପଣଙ୍କୁ ପଚାରୁଛି ହଉଛି ଏଠି ହଉଛି ଏଠି କଣ ହଉଛି ତମର କଣ ଯାଇଛି ମୁଁ ତ ପଚାରୁଛି କଣ କର କଣ ହଉଛି ମୁଁ କାହିଁକି ଲାଗିଛି କଣ କାହିଁକି ଲାଗିଛି ତମ ମୁଣ୍ଡ କଣ ବିନ୍ଧୁଛି ଆମେ ଲଗେଇଛୁ ତମର କଣ ଯାଇଛି ଜାଣିବ ବର୍ତ୍ତମାନ ଏଠି ଚାଲିଛି ଜନକ ମହାରାଜାଙ୍କର ଅଲିଅଳି କନ୍ୟା ସୀତାଙ୍କ ପାଇଁ ଶିବଧନୁ ପଣରେ ରଖାଯାଇଛି ଯିଏ ଶିବଧନୁକୁ ଭାଙ୍ଗିବ ସିଏ ଅଲିଅଳି କନ୍ୟା ସୀତାଙ୍କୁ ବିବାହ ହେବ କଣ ଶୁଣିଲା ମୋ ନେତ୍ରରେ ଆଉ କଣ କହିଲା ନେତ୍ର ଶୁଣିଲା ଆଉ ହେଟା କାନ ଶୁଣିବ ଓହୋ ଭୁଲ ହେଇଗଲା ଭୁଲ ସବୁ ତ ଠିକ ଆଉ କି ଆସିଲା ବେଳୁ ଭୁଲ ରାଜାମାନଙ୍କୁ ଚକଡ଼ା ଦଳ କରିସାରିଲାଣି ଏଠି ସ୍ୱୟଂବର ହଉଛି ହଁ ହଁ ସ୍ୱୟଂବର ହଉଛି ସ୍ୱୟଂବର ନାଇଁ ସ୍ୱୟଂବର ସ୍ୱୟଂବର ହଉଛି ହଁ ସ୍ୱୟଂବର ହଉନି ଆଉ ଏମାନେ କୁଆଡେ ଆସିଛନ୍ତି ସିଏ ଆସିଛନ୍ତି ସ୍ୱୟଂବର ସଭାକୁ ଶିବଧନୁ ଭାଙ୍ଗିବେ ସୀତାଙ୍କୁ ବିବାହ ହେବେ ଆପଣ ଆସିବାର ଉଦ୍ଦେଶ୍ୟ ମୁଁ ହେଇଛି ଭାଙ୍ଗିବି ବାହା ହେବି ବାହା ଆଉ ବୟସ ଅଛି ମୋ ବୟସଟା କ'ଣ ହେଇଛି ଜାଣିପାରୁନ ତାହେଲେ ଆପଣ ବାହା ହେବାକୁ ଆସିଛନ୍ତି ଧନୁ ଭାଙ୍ଗିବେ ସୀତାଙ୍କୁ ବାହା ହେବେ ଆପଣଙ୍କ ନାଁଟା ଟିକେ ଶୁଣିବା ନାଁରୁ କ'ଣ ପାଇବ ମୁଁ ତ ଧନୁ ଭାଙ୍ଗିବି ବାହା ହେବି ବାହା ହେବ ଯେ ଯେତେ ରାଜାମାନେ ଆସିଛନ୍ତି ତାଙ୍କ ରାଜ୍ୟ ନାଁ ତାଙ୍କ ନାଁ ସବୁ କହିଛନ୍ତି ଆପଣ କହିବେ ନା ନାଁଟା ଟିକେ କହିବା ନାଁ ଶୁଣିବାକୁ ପଡ଼ିବ ଆଜ୍ଞା ଆଜ୍ଞା ଶୁଣିବା ଏରା କାମ ନୁହଁ ହଁ ଟିକେ କୁହନ୍ତୁ ନାଁଟା ନାଁଟା ଟିକେ କୁହନ୍ତୁ ଶୁଣିବା ନାଁଟା ଶୁଣିବ ହଁ ନାଁଟା ମୋର ଅଗାଣ୍ଡିଆ ତା ମାନେ ତମର ସେଇଟା ନାହିଁ ସେଇଟା ନଥିଲେ କିଏ ଚଳେ ନାଁଟା ମୋର ନାଁଟା ଅଗାଣ୍ଡିଆ ତାହେଲେ ଆପଣ ଶିବଧନୁ ଭାଙ୍ଗି ଆସିଛନ୍ତି ହେ ଅଗାଣ୍ଡିଆ ନରପତି ସଙ୍ଗେ ପାଳ ଚୁଣ୍ଟା ମନ୍ତ୍ରୀ ସଙ୍ଗେ ପାଳ ଚୁଣ୍ଟା ରାଜା ଦେଖ ଆପଣଙ୍କୁ ବରଣ ହୋଇନଥିଲା ଆପଣ କଣ ଶୁଣିକି ପଳେଇ ଆସିଛନ୍ତି କିଏ କହୁଛୁ ଆମେ କହୁଛୁ ବରଣ ହେଇନି ଆମେ ଶୁଣିକି ଆସିଛୁ ବରଣ ନ ହେଇଛି କିଏ ଆସେ ହଁ ଆପଣ ଶୁଣିକି ଆସିଛନ୍ତି ନା ଆମ ମହାରାଜା ଆପଣଙ୍କୁ ବରଣ କରିନାହାନ୍ତି ନା ବରଣ ହେଇଛି ନା ହଁ ବରଣୀ ରାଜା ଦେଖ ହେଲେ ପ୍ରବେଶ ଶୁଣ ହେ ଜାନେ ଶୁଣ ଚାଲୁଛ ତିନି ଗୋଡ଼ରେ ଆସିଅଛ ସ୍ୱୟଂବର ଆସିଅଛ ସ୍ୱୟଂବର କଣ କହିଲ ଆଜ୍ଞା ତିନି ବାଙ୍କରେ ଚାଲୁଛ ଗୋଟେ ଠେଙ୍ଗା ଧରିଛ ଗୋଡ଼ ଛୋଟେଇକି ଚାଲୁଛ ବୟସ ଅତିରିକ୍ତ ଆପଣ କହୁଛନ୍ତି ବାହା ହେବାକୁ ଆସିଛନ୍ତି ଯାର ଛୋଟା ପିଲାଟା ସିଏ କଣ ବାହାର ହଉନି ବୋପା ବାହାର କରଉନି ହଉଛି ବାହା ହବ ଛୋଟା ପିଲା ବାହା ହବ କିନ୍ତୁ ବୟସ ଦରକାର ଆପଣ ବୟସ ବୟସଟା କଣ ଏମିତି ହେଇଛି ଆପଣ ବୟସ ନାହିଁ ଆଉ କିଏ କହୁଛି ତମକୁ ଜାଣିପାରୁନ ଆଉ କଣ ଜାଣିପାରୁନ ମୁଁ ଜାଣିପାରୁନି ଚାଲୁଛ ତିନି ବାଙ୍କରେ ଆସିଅଛ ସ୍ୱୟଂବର ଆସିଅଛ ସ୍ୱୟଂବର
ଆପଣ ଟିକେ କଣ ନାହିଁ ଜାଣିନାହାନ୍ତି କଣ ମୋର ହାଇଟ୍ କମିଛି ନା କଣ ତମେ ଦେଖ। ସବୁ ଅଛି ଆପଣଙ୍କର ହାତ ଗୋଡ଼ ପାଟି ଚୁଟି ନାକ କାନ ସବୁ କିଛି ଅଛି କିନ୍ତୁ ଗୋଟାଏ କଥା ନାହିଁ କଣ ନାହିଁ ଆପଣ ଜାଣିନାହାନ୍ତି କଣ ମୁଁ ଜାଣି ମୁଁ କହିବି ଆ କହିବନି ସେଟା କହିବି କହିବନି କହିବି କହିବାକୁ ପଡିବ ହେ ତୁମ୍ଭ ଠାରେ ନାହିଁ ଟିକେ କହିବି କହିବନି ଏଇ ଶରମ ଲାଜ ଶରମ ଲାଜ ମୋଟେ ନାହିଁ ମୁଁ ଆଇଛି ଏଠିକି ଧନୁ ଲଜ୍ଜା ସରମ ଥିଲା ଆପଣ ଏମିତି ଛୋଟେ ଛୋଟେ ଆସିଥାନ୍ତ ଆଉ କଣ ହେ ହେ ତୁମ୍ଭ ଠାରେ ନାହିଁ ଟିକେ ଏଇ ଶରମ ଲାଜ ଆଚ୍ଛା ଆପଣ ଧନୁ ଭାଙ୍ଗିବେ ହାଇ ତୁମେ କି ଧନୁ ଭାଙ୍ଗିବ ଶୀତଳାଙ୍କୁ ବିବାହ ଶୀତଳାଙ୍କୁ ବିବାହ ଅପମାନ ଖାଇ ତୁମେ ଅପମାନ କଣ ଆଉ କାହିଁକି ଅପମାନ ଜାଣିନ ହଁ ଲକ୍ଷ୍ମୀ ରାଜା ବସିଥିବେ ଆପଣ ଶିବଧନୁ ଭାଙ୍ଗି ନ ପାରିଲେ ଗୋଟେ ଅପମାନ ଲାଗିବନି କାହିଁକି ଧନୁ କ ମୁଁ ଭାଙ୍ଗି ପାରିବିନି ଭାଙ୍ଗିଲେ ତ ଭଲ କଥା ଭାଙ୍ଗି ନ ପାରିଲେ ଭାଙ୍ଗି ନ ପାରିଲେ ଅପମାନ ଖାଇ ତୁମେ ଏଠାରୁ ଯିବ ଶୁଣେ ହଁ ଆଜ୍ଞା ଆପଣ ଯେହେତୁ ଆସି ପହଞ୍ଚି ଯାଇଛନ୍ତି ଆପଣ ଆସନ ଅଳଙ୍କୃତ କରି ବସି ଯାଆନ୍ତୁ ଆପଣଙ୍କର ପାଳି ପଡ଼ିଲା ଶିବ ଧନୁ ଭାଙ୍ଗିବେ ଆଜ୍ଞା ବସନ୍ତୁ ଆଜ୍ଞା ବସନ୍ତୁ ବସନ୍ତୁ ଆଜ୍ଞା। ନମସ୍କାର ମାମା ଘେନନ୍ତୁ ସାର୍ ସୁମାନ ଭବ ରାଜ ଋଷି କୁହନ୍ତୁ ବ୍ରହ୍ମଶ୍ରୀ ଏବେ ବାଳକ କାହାର ନନ୍ଦନ ହେ ରାଜ ଋଷି এই বালক দুইটি হেউଛନ୍ତି শ্রী শ্রী অযোধ্যা রাজা দশরথଙ୍କର জ্যେষ্ଠ ଏବଂ ମଧ୍ୟମ ପୁତ୍ର ବ୍ରହ୍ମଶ୍ରୀ ସିଦ୍ଧ ବନରେ ଅସୁର ମାନେ ମୋର ଜାଗରେ ଉପଦ୍ରବ ଘଟାଇବାରୁ ମୁଁ ଏମାନଙ୍କୁ ଅଣାଇ ମୋର ଜାଗ ସମ୍ପୂର୍ଣ୍ଣ କଲି ଆଉ ମଧ୍ୟ ଏ ବିପୁଳ ବନରେ ଆସୁ ଆସୁ ଏ ଜ୍ୟେଷ୍ଠ ତନୟର ପାଦ ଲାଗି ସାପ୍ୟଗତ ଅହଲ୍ୟା ମୁକ୍ତି ହୋଇ ଗୌତମ ଆଶ୍ରମକୁ ପଥ ଗମନ କଲେ ବ୍ରହ୍ମଶ୍ରୀ ରାଜ ଋଷି ମୁଁ ଏମାନଙ୍କୁ ଧନୁ ଦେଖାଇବାକୁ ଅଣାଇଛି ଆପଣ ଅନୁମତି ଦେଲେ ଏ ଧନୁ ଦେଖିବେ ଏବେ ଆସନ ଗ୍ରହଣ କରନ୍ତୁ ବ୍ରହ୍ମଶ୍ରୀ ମହାମନ୍ତ୍ରୀ ଆଜ୍ଞା ରାଜାମାନଙ୍କୁ ଆଦେଶ ଦିଅ ଧନୁ ଭାଙ୍ଗିବା ପାଇଁ ଜୟ ଆଜ୍ଞା ଏ ମୋର ଉପସ୍ଥିତ ରାଜା ମହାରାଜା ମାନେ ଜନକ ମହାରାଜାଙ୍କର ନିର୍ଦ୍ଦେଶ ହୋଇଛି ଯେ ରାଜା ମହାରାଜା ମାନେ ସ୍ୱୟଂବର ସଭାକୁ ଉପସ୍ଥିତ ହୋଇଛନ୍ତି ସମସ୍ତେ ନିଜକୁ ସଜାଗ କରନ୍ତୁ ଏବଂ ନିଜେ ସଜାଗ ହୋଇ ଶିବଧନୁ ଭାଙ୍ଗିବା ପାଇଁ ଉପସ୍ଥିତ ହୁଅନ୍ତୁ ସମସ୍ତେ ସଜାଗ ହୋଇଯାଆନ୍ତୁ ଆଜ୍ଞା ଆଜ୍ଞା ଆପଣ ପଛରେ ଆସିଛନ୍ତି ଆଗ ଉଠୁଛନ୍ତି ଆପଣ ବସନ୍ତୁ ଯାହା ଜଣା ମୁଁ କହିଲି ଆପଣ ନିଜକୁ ନିଜ ସଜାଡ଼ି ହେଇଯାଆନ୍ତୁ ନିଜକୁ ପ୍ରସ୍ତୁତ କରନ୍ତୁ ଶିବଧନୁ ଭାଙ୍ଗିବା ପାଇଁ ମହାରାଜାଙ୍କର ଆଦେଶ ହେଇଯାଇଛି ଆପଣ ବସନ୍ତୁ ଆପଣ ପାଳି ପଡ଼ିଲା ବେଳେ ଆପଣ ଆସିବେ ପ୍ରଥମରେ ଆସିଛନ୍ତି ଶ୍ରୀ ଶ୍ରୀ ମଗଧ ରାଜା ଆସନ୍ତୁ ଶିବଧନୁ ଭାଙ୍ଗନ୍ତୁ ମହାମନ୍ତ୍ରୀ ବାର ହବ ଆଜ୍ଞା ବାର ହବ କିନ୍ତୁ ଆପଣ ପ୍ରଥମେ ଶିବଧନୁ ଭାଙ୍ଗିବାକୁ ପଡିବ ଭାଙ୍ଗିବି ଆପଣଙ୍କର ପାଳି ପଡି ଯାଇଛି ପାଣି ପଡ଼ିଛି ଆପଣ ସଜାଗ ହୁଅନ୍ତୁ ଯାଆନ୍ତୁ ଶିବଧନୁ ନିକଟକୁ ଶିବଧନୁ ଦୁଇ ଖଣ୍ଡ କରନ୍ତୁ ସୀତାଙ୍କୁ ବିବାହ ହୁଅନ୍ତୁ ଏତେ ବଡ଼ ଖର୍ଚ୍ଚ କରିବି ଶିବଧନୁ ଭାଙ୍ଗିବି ଆଜ୍ଞା କିନ୍ତୁ ଗୋଟେ ସର୍ତ୍ତରେ ସର୍ତ୍ତ ମୋର ଅଛି 5-6ଟା ସର୍ତ୍ତ କଣ ସେ ସର୍ତ୍ତ କୁହନ୍ତୁ ସବୁ ପୂରଣ କରିବନ୍ତି ବାହା ହେବି ଆଜ୍ଞା ଆଗ ଶିବଧନୁ ଭାଙ୍ଗନ୍ତୁ ପ୍ରଥମ ସର୍ତ୍ତ ଜନକ ମହାରାଜାଙ୍କର ନାଇଁ ନାଇଁ ମୋର ଆଗ ଆପଣଙ୍କ ସର୍ତ୍ତ ଆଉ ନହେଲେ ବାହା ହେବିନି ତମ ଯେ ମା ବାଲୁଆ ଆଚ୍ଛା ଆଚ୍ଛା
ତାମାନେ ଆପଣ ଶିବଧନୁ ଭାଙ୍ଗିବାଟା ନିଶ୍ଚିତ। ପରନାୟିକାର ଆଚ୍ଛା ଆପଣଙ୍କର ସର୍ତ୍ତ ଟିକେ କୁହନ୍ତୁ ଶୁଣିବା। ହଁ କୁହନ୍ତୁ ଆଜ୍ଞା କହିବାକୁ ପଡିବ। କୁହନ୍ତୁ। ଖରା ଦିନେ ପ୍ରବଳ ଗରମ ହେଲାଣି, ଖରାଦିନ ପ୍ରବଳ ଗରମ ହଉଛି, ଗୋଟେ ଗ୍ରାଇଣ୍ଡର ଦବ। ଖରାଦିନେ ପ୍ରବଳ ଗରମ ହଉଛି, ଗ୍ରାଇଣ୍ଡର ନବ। ଗୋଟେ ଗ୍ରାଇଣ୍ଡର ବଡ ଗ୍ରାଇଣ୍ଡର ନେଲେ କଣ ସେଟା ବିଞ୍ଚି ହବ ତେବେ? ହଁ ଗ୍ରାଇଣ୍ଡର ସେଟା ପପର ହବ, ପପର ବୁଲିବ ওইটা ଗ୍ରାଇଣ୍ଡରଟା ବୁଲିବ, ଗ୍ରାଇଣ୍ଡରଟା ବୁଲିଲେ ପବନ ହବ। ପପର ହବ ଏଇଟା ଦବ। ସତ କହୁଛନ୍ତି ହଁ। ଆଜ୍ଞା? ସେଟା ଗ୍ରାଇଣ୍ଡର ନୁହଁ, ଆଉ? ସେଟା କୋଲର ହେଇପାରେ, ଫ୍ୟାନ ହେଇପାରେ। ଓହୋ କୋଲର ଏ ତ ପାଣି ଦିଆ ହଉଛି। ଆଜ୍ଞା ଦିଆ ହବ। ଏଇଟା ଦବ, ହଁ। ମନ ପକେଇ ଦବ। ହଁ, ଆଜ୍ଞା। ଆଉ ଗୋଟେ କଥା ଆଉ ଗୋଟାଏ? ଆଉ ଗୋଟେ କଥା କଣ ସେଟା? ବାଡରେ ପିନ୍ଧା ହଉଛି, କଣ ବାଡରେ ପିନ୍ଧା ହଉଛି, ବାଣରେ ବିନ୍ଧା ହଉଛି? କାନରେ ଶୁଣା ହଉଛି। କଣ ସେଟା ମୁଁ ବୁଝିପାରୁନି। ହେ ଜାଣିପାରୁନ? ନା। ଗୋଟେ ଡ୍ରିଲ ମେସିନ ଟେ ଦବ। ଡ୍ରିଲ ମେସିନ୍? ହଁ ଡ୍ରିଲ ମେସିନ୍ ସେଇଟା କଣ ହବ? এইটা কব জানি পারনো না। যোটে পড় ন পালা মু কড়া করিবি কা ହଉ ଆଜ୍ଞା ও ହଁ ଦିଆଯିବ। এটা দব ଆଜ୍ଞା আর খট আঠুটা দব। ଆଠୁଟା ଖଟ? ও ଆଠୁଟା ଖଟ କଣ କରିବେ? কোন করিব? ହଁ, ଆଠଟା- খরা দিন হলানি, ହଁ। ছাত উপরে শোইবি কেতরে পিন্ধারে শোইবি। ହଁ ହଉ ଦିଆଯିବ ଦିଆଯିବ ମହାରାଜ ଦେବେ। খট ন দেই পালে গছ দেই দব। ହଁ ହଉ ଆଜ୍ଞା ଦିଆଯିବ ଦିଆଯିବ। দব ହଁ ଆଜ୍ଞା ହେଇଗଲା। না ধনু ভাগা হব। ହଁ পাকে তম ঝিও গুডা ক ଆଜ୍ଞା ଝିଅ କଣ ଆପଣ ଧନୁ ଭାଙ୍ଗନ୍ତୁ ତାପରେ ঝিও ଝିଅ। ঝিও হাইট ଅଛି। ହଁ ଆଜ୍ଞା হাইট ଅଛି ଅଛି ଆଜ୍ଞା। ମୋ ଭଳିଆ height। ହଁ ଆଜ୍ଞା ଅଛି ହଁ। সুন্দর। হ্যাঁ বসি পড় পাখে যাব। ଆଜ୍ଞା ଦେଖନ୍ତୁ ମଗଧେଶ୍ୱର ରାଜା କେମିତି ପାଲି କରି ନିଜକୁ ଛାଟ କରି ଯାଉଛନ୍ତି ଧନୁ ନିକଟକୁ। ଧନୁ ନିକଟରେ ମଗଧ ରାଜା ପହଞ୍ଚି ଯାଇଛନ୍ତି। ଧନୁକୁ ନିରଖିକି ଦେଖୁଛନ୍ତି, ଯାହା ଜଣା ପଡୁଛି ମଗଧ ରାଜା ନିଶ୍ଚୟ ଧନୁ ଭାଙ୍ଗିବେ। ଭାଙ୍ଗନ୍ତୁ ଆଜ୍ଞା ଭାଙ୍ଗନ୍ତୁ। ଦେଖନ୍ତୁ ଆଜ୍ଞା, ଦେଖନ୍ତୁ ଆଜ୍ଞା, ଦେଖନ୍ତୁ ହେଇଯିବ। ଦେଖନ୍ତୁ ଆଜ୍ଞା ହେଇଯିବ। ଦେଖନ୍ତୁ ଦେଖନ୍ତୁ ମଗଧ ରାଜା ପ୍ରୟାସ କରୁଛନ୍ତି ଧନୁ ଦେଖିବାକୁ। ଆଣ୍ଠୁ ଗଣ୍ଠି ରକ୍ତ ବାହାରିଲାଣି। ହେଇଯିବ ହେଇଯିବ ଆଜ୍ଞା, ଦେଖନ୍ତୁ ହେଇଯିବ ହେଇଯିବ ହେଇଯିବ। ହଁ ଦେଖନ୍ତୁ ଦେଖନ୍ତୁ ମଗଧ ରାଜା ଦେଖନ୍ତୁ ହେଇଯିବ ହେଇଯିବ। ମଗଧେଶ୍ୱର ରାଜା ଶୋଚନୀୟ ପରାସ୍ତ ହୋଇ ଆଣ୍ଠୁ ମାଡ଼ି ଲୁଚି ଲୁଚି ଯାଇ ତାଙ୍କ ସ୍ଥାନ ଉପରେ ବସୁଛନ୍ତି। ନତ ମସ୍ତକରେ ଫେରି ଯାଇଛନ୍ତି ମଗଧେଶ୍ୱର ରାଜା। ଧନୁ ଭାଙ୍ଗିବାଙ୍କର ହାଇଟ ଧନୁ ଭାଙ୍ଗିବାକୁ ଆଜ୍ଞା ତାଙ୍କ ହାଇଟ୍ ପାଇଲାନି, ଧନୁ ଭାଙ୍ଗି ପାରିଲାନି। ହଉ ଆଜ୍ଞା ଆପଣ ହସୁଛନ୍ତି କାହିଁକି? ହସିବିନି ହଁ ଆଜ୍ଞା ସେ ହସେଇବା କଥା କରୁଛନ୍ତି ହସିବୁନୁ। ହଉ ଆଜ୍ଞା ଆପଣ କାହିଁ ଉଠିଛନ୍ତି? ଉଠିବିନି ଆପଣଙ୍କର ପାଳି ପଡ଼ିନି। ପଡ଼ିନି ଆପଣଙ୍କ ଆଗରେ ବହୁତ ରାଜା ଅଛନ୍ତି, ଆପଣ ବସନ୍ତୁ ଆଜ୍ଞା। ଆହୁରି ଅଛନ୍ତି? ଅଛନ୍ତି ଆଜ୍ଞା ଆଜ୍ଞା ବସନ୍ତୁ। ବର୍ତ୍ତମାନ ମଗଧ ରାଜା ପରାସ୍ତ ହୋଇଯିବା ପରେ ବର୍ତ୍ତମାନ ଧନୁ ଭାଙ୍ଗିବାକୁ ଆସୁଛନ୍ତି ତେଜି ଦେଶର ମହାରାଜା। ତେଜି ଦେଶ ମହାରାଜା ଆମେନ୍ଦ୍ର ଧନୁ କୋଉଠି? ଧନୁ ଦେଖଉନ। ଆଜ୍ଞା ଆପଣ ଧନୁ ଦେଖି ପାରୁନାହାନ୍ତି, ଭାଙ୍ଗିବେ କେମିତି? ଆଜ୍ଞା ଭାଙ୍ଗିଦେବି ଆଉ। ଆପଣଙ୍କ ଆଗରେ ଧନୁ ଅଛି। ଦେଖା ହେଲା। ଆପଣ ଆସନ୍ତୁ, ଶିବ ଧନୁ ଭାଙ୍ଗନ୍ତୁ, ସୀତାଙ୍କୁ ବିବାହନ୍ତୁ। ଆସନ୍ତୁ ଆଜ୍ଞା। ସାଇଡ୍ ଆସ ଆସ ଧନୁ ବୀର, ମୋ ହସ୍ତରେ ନିଅ ଚିର ବିତାଇ। ଦେଖନ୍ତୁ ଆଜ୍ଞା ହେଇଯିବ। ଯଦି ମହାରାଜା ଆଣ୍ଠୁ ଅଛି ଛିଡ଼ି ସାରିଲାଣି। ମହାରାଜା ନତ ମସ୍ତକରେ ପୁରା ଲଜ୍ଜିତ ମୁଖରେ ଫେରି ଯାଇଛନ୍ତି ତାଙ୍କ ସ୍ଥାନକୁ। ତାପରେ ଆସିଛନ୍ତି ପଡ଼ୋଶୀ ମଗଧ ଦେଶ। କହିଛନ୍ତି ମଗଧ ଦେଶ ଆମେ ତ ଜାଣିନୁ, ସେୟା କହିବୁ ମଗଧ ଦେଶ ରାଜା ସୁଗୁଡା ରାଜା ଆପଣଙ୍କର ପାଳି ପଡ଼ିଯାଇଛି। ଆପଣ ଆସନ୍ତୁ, ଶିବ ଧନୁ ଭାଙ୍ଗନ୍ତୁ। ଆସନ୍ତୁ ଆଜ୍ଞା।
मगध देश राजा पूरा गड़ी गड़िका पाली आसछन्ती पूरा अचेतार पड़ जाइछन्ती जा हौ तांको चेष्टा करी तांको स्थान रे बसिया पड़ियो धन्यवाद जाऊ जेते सब राजा आसले परास्त होइछन्ती वर्तमान बाकी अछन्ती आउ जणी राजा से जण कहउछन्ती अगांडिया महाराजा केउठी अछन्ती से निजकु सजा करी आसंतु शिवधनु भागंतु अगांडिया महाराजा उठंतु आसंतु आज्ञा आज्ञा मो भाई पइले आज्ञा जेते सब राजा आसले समस्त परास्त होई नतमस्तक लज्जित रे फेरी जाइछन्ती समस्ते आपण एकेला अछन्ती मोर विश्वास आपण निश्चित शिवधनु भांगिबे तू जाने याकर हाइट नाही रोजा माने ये की धनु भांगी हां अच्छा मो आज्ञा भांगी आज्ञा आसंतु शिवधनु भागंतु सीता को विवाह हो जानतु आज्ञा आसंतु अब विलंब आड़ी जान आसंतु आज्ञा देखंतु अगांडिया महाराजा पूरा पाली करी धनु निकट को जाइछन्ती धनु को देखुछन्ती निरेखिकी धनु को देखुछन्ती जहाँ जना पड़ुची से निश्चित शिवधनु भांगिबे जहाँ जना पड़ुची अगांडिया राजा धनु को देखी भय भीत लज्जित होई भय भितर अगांडिया महाराजा फेरुछन्ती भय पाई करी मु लज्जित होई की फेरुची मु भाबुची भय करी पळेबा हे? हां हे धनु को मो मन पाउनी आज्ञा आपणकर से शिवधनु को मन पाउनी नाई काईकि मन पाउनी मन केमिति पाइबो आपणक आगरे देखुछन्ती केते राजा परास्त होई आंठू गंठी छिड़ाई एक माहियार डगर बोली ताको भांगी पारिलेनी आज्ञा माहियार जति कास्ते समस्त माहिया माहियार जा आपण मु मु सेंधर जा आपणकर चूल अछि सेति पई आपणकर धनु को मन पाउनी धनुर कोन होईची कोन देखिला कोन होईची? हां असुविधा कोन होईची धनु धनु को कालर धनु आज्ञा ताको पोक मारिखिरि ता दिहर अवस्था नाही ताको डाकी संती एतरे लक्ष्य रो डाकाई 2 लक्ष्य ढकेइलनी हां आज्ञा आपण टिके आगो को आसंतु आसंतु टिके आगो को आज्ञा आदि कह आसंतु आज्ञा आसंतु कहियो जनक महाराजा से पणे रखिछन्ती हां से शिवधनु को जे 2 खंड करिवो शीतल को से विवाह हबो किंतु से धनु को आपण भांगिबा को पड़िवो धनु न भांगिले आपण बाई पारिबनी फेरी की जिवे हेटा न भांगिले बा हे हई हबनी हबनी बाहर हे नाइ आज्ञा हां आपण सेटा भांगिबा को पड़िवो भांगिबा को आज्ञा आज्ञा मु कहली धनु तो मन न पाइलानी के जानी बाहर नाइ नाइ सेमिति हबनी से धनु को 2 खंड करंतु सीतांग विवाह हंतु धनु भांगिया ताहार आज्ञा आसु हां हां भांगिया आसु ओ धनुर वीर हां हां मो हस्तर नियो चिर विदाय तमरा सब ठीक अछि त सियाडे हां ठीक भोज भात सब हे सब 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 आज्ञा उपमा करछ उपमा हां उपमा खाइथिले उपमा हेछि हां हेछि हां हां आ उपमा हेले धनु भागिला आज्ञा आसु भागिबा आज्ञा महाराजा नत मस्तक लज्जित होई मुख तल मुख करी फेरुछन्ती एले कहते मु षंढ राजा एटा एडे टाण हैं टाण मो जन्म झाड़ बाहर कर देली तथापि हेलानी आज्ञा आपण बसंतु उपमा तरकारी खाई की जिवे हैं बसंतु आज्ञा हेछि तो हेछि
ଖାଇକି ଯିଏ ବହୁତ ବଳ ଖଟକୁନି ବସୁ ଆଜ୍ଞା